ଜୟ ଜଗନ୍ନାଥ ସାଙ୍ଗମାନେ। ହଠାତ୍ ସାଙ୍ଗମାନଙ୍କର ମନେ ପଡ଼ିଗଲା ଆଜି ଗୋଟେ ଫିଷ୍ଟ କରିବା ବୋଲି। ସେଥିପାଇଁ ଯାହା ଯେମିତି 4-5 ଜଣ ଜୁଟିଲେ ପଳେଇ ଆସିଲେ ଆମ ବାଡ଼ିକି ଫିଷ୍ଟ କରିବା ପାଇଁ। ଆସନ୍ତୁ ଦେଖିବା କ'ଣ କେମିତି ଫିଷ୍ଟର ଆୟୋଜନ ହେଉଛି। ଆସନ୍ତୁ ଦେଖିବା। ଇଏ ଆମର ଗଣେଶ ବାବୁ ମସଲା ବଟା ହେଇନି, ସେ ଆସିଛନ୍ତି ଶିଳରେ ମସଲା ବାଟୁଛନ୍ତି। ବହୁତ ଭଲସେ ବି ମସଲା ବାଟୁଛନ୍ତି, ଗ୍ରାଇଣ୍ଡର ଠାରୁ ବି ଭଲସେ। ନା କୁମ୍ଭମେଳା ଏବେ ହଉଛି। ଗଣେଶ ବାବୁ କିଛି କହିବେ? ହାଇ ଗାଇ କେତେ ବାଟ ଗଲା? ଏବେ କିଛି ପଡିନି, ଖାଲି ହଳଦୀ ପଡିଛି। ଭାଣିଜି କିଣି ଦେଇଛି। କୋଉ କଥା ଉପରେ କହିବି କହୁନାହାନ୍ତି ଆପଣ ପଚାରନ୍ତୁ କଣ କଥା କି ଫିଷ୍ଟ କୋଉ ଫିଷ୍ଟ ହଉଛି ଏଟା ଆମେ ତ ଗୋଟେ ବେଚର ନା ଆମେ ପୁରା ଅଲଗା ରିପୋର୍ଟର କ୍ୟାନ୍ସେଲ। ରୋଷେଇଟା କେତେ ବାଟ ଗଲା? ରୋଷେଇ ତ ପିଆଜ ମଉଳିକି ମସଲା ପଡିଛି। ମସଲା ପଡିଲାଣି ଗଣେଶ ବାବୁ? ଆଜ୍ଞା ପଡିଲାଣି। ଗଣେଶ ଭାଉଜ କହିଲାଣି ନା ପଡୁନି? କେତେ ସମୟ ଲାଗିବ? ଅଧଘଣ୍ଟା ଭିତରେ ହେଇଯିବ। ଆମର ତ 15 କିଲୋମିଟର। ମୋର ତ ସିଝିଗଲେ ମାଂସ ମୁଁ ଖାଇଦେବି। ତମେ ମାନେ ଖାଇବା କଥା। ଖାଲି ଚିକେନ। ହଁ ଆଉ କିଛି ଆମର ତ ଖିଆ ହବନି। ମୁଢି ସହିତ ଚିକେନ ଖାଇବା। ଆଉ କିଛି ଆମର ଭଲ ଛୁଆ ସମସ୍ତେ କିଛି ଇଏ ହୁଏନି ଆମର। ସେଠି ସୁଧାଂଶୁ ନା ଥରେ ଖାଇଥିଲି ସେଦିନ କଥା 5 ବର୍ଷ ତଳର କଥା ମୋର ମନେ ଅଛି। 5 ବର୍ଷ ତଳର କଥା ମୋର ମନେ ଅଛି। ଏଟା ହୁଏ 12 ବର୍ଷ ଭିତରେ ହୁଏ। 12 ବର୍ଷ ହେଇକି ଚାଲେ। ତାପରେ 147 ବର୍ଷରେ ହୁଏ, 145 ବର୍ଷ, 144। ଏଇଟା 144 ବର୍ଷରେ ଗଲା। ନା ଏବେ କଣ ହବ ପୁରା ଗୋଟେ ପ୍ରୋଗ୍ରାମ ହେଲାଣି? ପ୍ରତ୍ୟେକ ବର୍ଷ ଏଟା କୁମ୍ଭ ମେଳା। ଏଟା ଗରମ ସବୁ ଚିରିକି ରଖିଛନ୍ତି। ତୋର ମନ ନାହିଁ ନା ଭାଇ? ମୁଁ ସବୁ ଶିଖିଛି। ମାନେ ଆଶା ଅଛି ପଳେଇଯିବ। ଚିକେନ କିଏ ରଖିଛି? ସେଇଠି ତୁ ମସଲା ଆଲୁ ଚିକେନ ଆଲୁନି ମୁଢି ଆଣିନି ଆଉ ପଛରେ କୁକୁର ନେଲା ବେଳେ ଯାଇଥିନି ବା। ହଉଛୁ ନା?